ओम शांति 17 मे 2025 प्रातः मुरली शिव भगवानकर मधुर महावाक्य। शिव बाबा कहउछंती, मिठे बच्चे निजे निजकु देख, मो फूल भली होइछि, देह अहंकार रे आसी कंटा भली हेउनाही तो। बाबा तुम मानकु कंटारु फूल करिबा पई आसिछंती। निजे निजकु देख, मो फूल भली होइछि, देह अहंकार रे आसी कंटा भली हेउनाही तो। बाबा तुम मानकु कंटारु फूल करिबा पई आसिछंती। प्रश्न, केउ निश्चय आधार रे बाबांक सहित अतुट स्नेह रही परिबो? केउ निश्चय आधार रे बाबांक सहित अतुट स्नेह रही परिबो? उत्तर, प्रथमे निजकु आत्मा निश्चय कर, तेबे बाबांक सहित स्नेह रहिबो। तेबे यही निश्चय अतुट रहिबा दरकार जे निराकर बाबा यही भागीरथ ब्रह्मांक शरीर रे विराजमान होइछंती। से आमकु एहाक द्वारा पाठ पढ़ाउछंती। जेतेबेले यही निश्चय तुटी जाए, सेतबेले स्नेह कम होई जाए थाए। ओम शांति। कंटारु फूल करुथिबा भगवान उवाच, अथवा बगीचार मालिक भगवान उवाच, पिला माने जानिछंती जे आमे एठाकु कंटारु फूल हेबाकु आसिछु। समस्ते एबे जानिछंती जे पूर्वरु आमे कंटा थिलु, एबे फूल हेउछु। बाबांकर महिमा तो बहुत करुछंती। हे पतित पावन आस, से हेउछंती नाउरिया, सृष्टि रूपी बगीचार मालिक, पाप कटेश्वर। तांकर बहुत नाम कही देइथांती, किंतु चित्र सबु जगारे गोटिए रहिछि। तांकर महिमार मध्य गायन करुछंती, ज्ञानर सागर, सुखर सागर। एबे तुमे माने जानिछ, आमे सेही बाबांक पाखरे बसिछु। कंटा रूपी मनुष्यरू एबे आमे फूल रूपी देवता हेबा पई आसिछु। ଏହା ହିଁ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ। ତେବେ ସମସ୍ତେ ନିଜ ଅନ୍ତରକୁ ଦେଖିବା ଦରକାର। ମୋ ପାଖରେ ଦୈବୀ ଗୁଣ ଅଛି, ମୁଁ ସର୍ବଗୁଣ ସମ୍ପନ୍ନ ହୋଇଛି। ଆଗରୁ ତ ଦେବତାମାନଙ୍କର ମହିମାର ଗାୟନ କରୁଥିଲ ଏବଂ ନିଜକୁ କଣ୍ଟା ବୋଲି ଭାବୁଥିଲ। ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ। କାହିଁକି ନା ଆମ ଭିତରେ 5 ବିକାର ରହିଛି। ଦେହ ଅଭିମାନ ମଧ୍ୟ ବହୁତ କଡ଼ା ଅଭିମାନ। ଯଦି ନିଜକୁ ଆତ୍ମା ଭାବିବା, ତେବେ ବାବାଙ୍କ ସହିତ ବହୁତ ସ୍ନେହ ରହିବ। ଏବେ ତୁମେ ଜାଣୁଛ, ନିରାକାର ବାବା ଏହି ରଥରେ ବିରାଜମାନ କରିଛନ୍ତି। ଏହି ନିଶ୍ଚୟ କରୁ କରୁ ପୁଣି ନିଶ୍ଚୟ ତୁଟି ଯାଇଥାଏ। ତୁମେମାନେ ମଧ୍ୟ କହୁଛ, ଆମେ ଶିବ ବାବାଙ୍କ ପାଖକୁ ଆସିଛୁ, ଯିଏକି ଭାଗୀରଥ ଅର୍ଥାତ୍ ଏହି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅଛନ୍ତି। ଆମ ସମସ୍ତ ଆତ୍ମାମାନଙ୍କର ପିତା ହେଉଛନ୍ତି ଏକ ଶିବ ବାବା, ଯିଏକି ଏହି ରଥରେ ବିରାଜମାନ କରିଛନ୍ତି। ଏକଥା ପକ୍କା ନିଶ୍ଚୟ ରହିବା ଦରକାର। କିନ୍ତୁ ଏଥିରେ ହିଁ ମାୟା ସଂଶୟ ଆଣିଥାଏ। କନ୍ୟା ପତି ସହିତ ବିବାହ କରିଥାଏ, ଭାବେ ଯେ ତାଙ୍କଠାରୁ ବହୁତ ସୁଖ ମିଳିବ। କିନ୍ତୁ ସୁଖ କ'ଣ ମିଳୁଛି? ତୁରନ୍ତ ଯାଇ ଅପବିତ୍ର ହୋଇଥାନ୍ତି। କୁମାରୀ ଥିବା ସମୟରେ ମାତା ପିତା ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଇଥାନ୍ତି, କାରଣ ସେ ପବିତ୍ର ଥାନ୍ତି। ଅପବିତ୍ର ହେବା ପରେ ସିଏ ପୁଣି ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇବା ଆରମ୍ଭ କରିଦେଇଥାନ୍ତି। ଆଜି ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଇଥାନ୍ତି, କାଲି ପୁଣି ସେମାନେ ନିଜେ ଅନ୍ୟ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇଥାନ୍ତି। ଏବେ ତୁମେମାନେ ଏହି ସଙ୍ଗମ ଯୁଗରେ ପୁରୁଷୋତ୍ତମ ହେଉଛ, କାଲି କେଉଁଠି ଥିବ? ଆଜି ଏହି ଘରଘାଟର ଅବସ୍ଥା କ'ଣ? ଦୁନିଆ କେତେ ବିକାରୀ ହୋଇଯାଇଛି। ଏହାକୁ ବେଶ୍ୟାଳୟ ବୋଲି କୁହାଯାଉଛି। ଏଠାରେ ସମସ୍ତେ ବିଷରୁ ଜନ୍ମ ନେଇଥାନ୍ତି। ତୁମେମାନେ ହିଁ ଶିବାଳୟରେ ଥିଲ। ଆଜକୁ 5000 ବର୍ଷ ପୂର୍ବେ ବହୁତ ସୁଖୀ ଥିଲ। ଦୁଃଖର ଚିହ୍ନ ବର୍ଣ୍ଣ ନଥିଲା। ଏବେ ପୁଣି ସେହିପରି ହେବା ପାଇଁ ଏଠାକୁ ଆସିଛ। ମନୁଷ୍ୟମାନଙ୍କୁ ଶିବାଳୟ ବିଷୟରେ କିଛି ବି ଜଣା ନାହିଁ। ସ୍ୱର୍ଗକୁ ଶିବାଳୟ କୁହାଯାଏ, ଯାହାର ସ୍ଥାପନା ସ୍ୱୟଂ ଶିବ ବାବା କରିଥାନ୍ତି।
ବାବା ବୋଲି ତ ସମସ୍ତେ କହୁଛନ୍ତି, କିନ୍ତୁ ସେମାନଙ୍କୁ ପଚାର ସେହି ବାବା କେଉଁଠି ଅଛନ୍ତି? ତେବେ କହିଦେଇଥାନ୍ତି ସିଏ ସର୍ବବ୍ୟାପୀ ଅଟନ୍ତି। କୁକୁର, ବିଲେଇ, କଇଁଛ, ମାଛ ମଧ୍ୟରେ ଅଛନ୍ତି ବୋଲି କହିଦେଉଛନ୍ତି। ତେବେ କେତେ ଫରକ ହୋଇଗଲା। ବାବା କହୁଛନ୍ତି ତୁମେମାନେ ପୁରୁଷୋତ୍ତମ ଥିଲ, ପୁଣି 84 ଜନ୍ମ ଭୋଗ କରି ତୁମେ କ'ଣ ହୋଇଯାଇଛ? ସମସ୍ତେ ନର୍କବାସୀ ହୋଇଯାଇଛ। ସେଥିପାଇଁ ଗାୟନ କରୁଛ, ହେ ପତିତ ପାବନ ଆସ। ଏବେ ବାବା ପାବନ କରିବାକୁ ଆସିଛନ୍ତି। କହୁଛନ୍ତି ଏହି ଅନ୍ତିମ ଜନ୍ମରେ ବିଷ ପିଇବା ବନ୍ଦ କର। ତଥାପି କେହି ବି ବୁଝୁନାହାନ୍ତି। ସମସ୍ତ ଆତ୍ମାମାନଙ୍କର ପିତା ପରମାତ୍ମା ଏବେ କହୁଛନ୍ତି ପବିତ୍ର ହୁଅ। ସମସ୍ତେ କହୁଛନ୍ତି ମଧ୍ୟ ବାବା। ପ୍ରଥମେ ଆତ୍ମାକୁ ସେହି ବାବା ମନେ ପଡ଼ୁଛନ୍ତି, ପରେ ଏହି ବାବା। ନିରାକାରରେ ସେ ବାବା, ସାକାରରେ ପୁଣି ଏହି ବାବା। ସୁପ୍ରିମ ଆତ୍ମା ଏହି ପତିତ ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି, ତୁମେମାନେ ପ୍ରଥମେ ପବିତ୍ର ଥିଲ, ବାବାଙ୍କ ସାଥିରେ ରହୁଥିଲ, ପୁଣି ତୁମେମାନେ ପାଠ କରିବାକୁ ଏଠାକୁ ଆସିଲ। ଏହି ଜନ୍ମ ମୃତ୍ୟୁର ଚକ୍ରକୁ ଭଲ ଭାବରେ ବୁଝିନିଅ। ଏବେ ଆମେ ସତ୍ୟଯୁଗ ନୂଆ ଦୁନିଆକୁ ଯିବା। ତୁମର ମଧ୍ୟ ଆଶା ରହିଛି ଯେ ଆମେ ସ୍ୱର୍ଗକୁ ଯିବୁ। ତୁମେମାନେ ଏକଥା ମଧ୍ୟ କହୁଥିଲ ଯେ ଶ୍ରୀକୃଷ୍ଣଙ୍କ ସଦୃଶ ସନ୍ତାନ ମିଳୁ। ଏବେ ତୁମମାନଙ୍କୁ ସେହିପରି କରିବା ପାଇଁ ମୁଁ ଆସିଛି। ସେଠାରେ ସମସ୍ତ ପିଲା ଶ୍ରୀକୃଷ୍ଣଙ୍କ ସଦୃଶ ହିଁ ହୋଇଥାନ୍ତି। ସମସ୍ତେ ଫୁଲ ଅର୍ଥାତ୍ ଶତପ୍ରଧାନ ହୋଇଥାନ୍ତି ନା। ଏବେ ତୁମେ କୃଷ୍ଣପୁରୀକୁ ଯାଉଛ। ତୁମେମାନେ ତ ସ୍ୱର୍ଗର ମାଲିକ ହେଉଛ। ତେବେ ନିଜକୁ ପଚାରିବା ଉଚିତ, ମୁଁ ଫୁଲ ହୋଇଛି? ଦେହ ଅଭିମାନରେ ଆସି କେଉଁଠି କଣ୍ଟା ହୋଇଯାଉନାହିଁ ତ? ମନୁଷ୍ୟମାନେ ନିଜକୁ ଆତ୍ମା ମନେ କରିବା ବଦଳରେ ଦେହ ମନେ କରୁଛନ୍ତି। ଆତ୍ମାକୁ ଭୁଲିଯିବା କାରଣରୁ ବାବାଙ୍କୁ ମଧ୍ୟ ଭୁଲି ଯାଇଛନ୍ତି। ବାବାଙ୍କୁ ବାବାଙ୍କ ଦ୍ୱାରା ହିଁ ଜାଣିଲେ ବାବାଙ୍କ ଠାରୁ ବର୍ଷା ମିଳିଥାଏ। ଏବେ ବେହଦର ବାବାଙ୍କ ଠାରୁ ସମସ୍ତଙ୍କୁ ବର୍ଷା ମିଳୁଛି। ଏମିତି କେହି ଜଣେ ହେଲେ ବି ରହିଯାଉ ନାହାନ୍ତି ଯାହାକୁ ବର୍ଷା ମିଳୁନାହିଁ। କେବଳ ବାବା ହିଁ ଏଠାକୁ ଆସି ସମସ୍ତଙ୍କୁ ପାବନ କରୁଛନ୍ତି ଏବଂ ନିର୍ବାଣ ଧାମକୁ ନେଇଯାଉଛନ୍ତି। ସେମାନେ ତ କହିଦେଉଛନ୍ତି ଆତ୍ମା ଜ୍ୟୋତି ପରମାତ୍ମା ଜ୍ୟୋତିରେ ମିଶିଗଲା, ଅର୍ଥାତ୍ ବ୍ରହ୍ମରେ ଲୀନ ହୋଇଗଲା। ତାଙ୍କର ଭିତରେ ତ ଜ୍ଞାନ କିଛି ବି ନାହିଁ। ତୁମେମାନେ ଜାଣିଛ ଆମେ କାହା ପାଖକୁ ଆସିଛୁ। ଏହା କୌଣସି ମନୁଷ୍ୟମାନଙ୍କର ସତ୍ସଙ୍ଗ ନୁହେଁ। ଆତ୍ମାମାନେ ପରମାତ୍ମାଙ୍କ ଠାରୁ ଅଲଗା ହୋଇଯାଇଥିଲେ, ଏବେ ତାଙ୍କର ସଙ୍ଗ ମିଳିଛି। ଏହି ସଚ୍ଚା ସତ୍ସଙ୍ଗ 5000 ବର୍ଷରେ ଥରେ ମାତ୍ର ହୋଇଥାଏ। ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ତ ସତ୍ସଙ୍ଗ ହୁଏ ନାହିଁ। ବାକି ଭକ୍ତି ମାର୍ଗରେ ତ ଅନେକ ସତ୍ସଙ୍ଗ ହେଉଛି। ବାସ୍ତବରେ ସତ୍ ହେଉଛନ୍ତି ଏକମାତ୍ର ବାବା। ଏବେ ତୁମେମାନେ ତାଙ୍କର ସଙ୍ଗ କରିଛ। ଯଦି ଏକଥା ମଧ୍ୟ ସ୍ମୃତିରେ ରହିବ ଯେ ଆମେ ହେଉଛୁ ଗଡଲି ଷ୍ଟୁଡେଣ୍ଟ, ଅର୍ଥାତ୍ ଈଶ୍ୱରୀୟ ବିଦ୍ୟାର୍ଥୀ, ଭଗବାନ ଆମକୁ ପାଠ ପଢ଼ାଉଛନ୍ତି, ତେବେ ବି ଅହୋ ସୌଭାଗ୍ୟ ବୋଲି କୁହାଯିବ। ଆମର ବାବା ଏଠାରେ ଅଛନ୍ତି। ସିଏ ଆମର ପିତା, ଶିକ୍ଷକ, ପୁଣି ଗୁରୁ ମଧ୍ୟ ହେଉଛନ୍ତି, ଯିଏକି ତିନୋଟି ଯାକ ଅଭିନୟ ଏବେ କରୁଛନ୍ତି। ପିଲାମାନଙ୍କୁ ନିଜର କରୁଛନ୍ତି। ବାବା କହୁଛନ୍ତି ଯୋଗ ବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ। ବାବାଙ୍କୁ ସ୍ମରଣ କରିଲେ ହିଁ ପାପ କଟିଥାଏ। ପୁଣି ତୁମକୁ ଲାଇଟର ମୁକୁଟ ମିଳିଯାଉଛି। ଏହା ମଧ୍ୟ ଏକ ଚିହ୍ନ ଅଟେ। ବାକି ଏପରି ନୁହେଁ ଯେ ଲାଇଟ ଦେଖାଯାଇଥାଏ। ଏହା ପବିତ୍ରତାର ଚିହ୍ନ। ଏହି ଜ୍ଞାନ ଆଉ କାହାକୁ ମିଳିପାରିବ ନାହିଁ। ଏହା ତ ଏକମାତ୍ର ବାବା ହିଁ ଦେଇଥାନ୍ତି। ତାଙ୍କଠାରେ ସମ୍ପୂର୍ଣ୍ଣ ଜ୍ଞାନ ରହିଛି। ବାବା କହୁଛନ୍ତି ମୁଁ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟେ। ଏହା ମନୁଷ୍ୟ ସୃଷ୍ଟି ରୂପୀ ଓଲଟା ବୃକ୍ଷ, ଯାହାକୁ କଳ୍ପବୃକ୍ଷ ବୋଲି କୁହାଯାଇଥାଏ। ପ୍ରଥମେ ଦୈବୀ ଫୁଲର ବୃକ୍ଷ ଥିଲା, ଏବେ କଣ୍ଟାର ଜଙ୍ଗଲ ହୋଇଯାଇଛି।
କାହିଁକି ନା 5 ବିକାରର ପ୍ରବେଶତା ହୋଇଗଲା। ଏଠାରେ ପ୍ରଥମ ଏବଂ ମୁଖ୍ୟ କଥା ହେଲା ଦେହ ଅଭିମାନ। ସେଠାରେ ଦେହ ଅଭିମାନ ରହିବ ନାହିଁ। କେବଳ ଏତିକି ଜାଣିପାରୁଛନ୍ତି ଯେ ମୁଁ ଆତ୍ମା ଅଟେ, ବାକି ପରମାତ୍ମା ବାବାଙ୍କୁ ଜାଣିପାରୁନାହାନ୍ତି। ମୁଁ ଆତ୍ମା ଅଟେ, ବାସ୍। ଅନ୍ୟ କିଛି ଜ୍ଞାନ ସେଠାରେ ରହିବ ନାହିଁ। ଯେପରି ସର୍ପର ଉଦାହରଣ। ଏବେ ତୁମମାନଙ୍କୁ ବୁଝାଯାଉଛି କି ଜନ୍ମ ଜନ୍ମାନ୍ତରର ପୁରୁଣା ସଢ଼ିଯାଇଥିବା ଏହି ଚମଡ଼ା ଅର୍ଥାତ୍ ଶରୀର ତୁମକୁ ଏବେ ତ୍ୟାଗ କରିବାକୁ ହେବ। ଏବେ ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି। ଆତ୍ମା ପବିତ୍ର ହୋଇଗଲେ ପୁଣି ଏହି ପତିତ ଶରୀରକୁ ତ୍ୟାଗ କରିବାକୁ ହେବ। ଆତ୍ମାମାନେ ସବୁ ପରମଧାମକୁ ଚାଲିଯିବେ। ତୁମଠାରେ ଜ୍ଞାନ ଅଛି ଯେ ଏବେ ଏହି ନାଟକ ପୂରା ହେବାକୁ ଯାଉଛି। ଏବେ ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ। ସେଥିପାଇଁ ଘରକୁ ମନେ ପକାଇବାକୁ ହେବ। ଏହି ଦେହକୁ ଛାଡ଼ିଦେବାକୁ ହେବ। ଶରୀର ସମାପ୍ତ ହୋଇଗଲା ତ ଦୁନିଆ ସମାପ୍ତ ହୋଇଗଲା। ପୁଣି ନୂଆ ଘରକୁ ଗଲେ ନୂଆ ସମ୍ବନ୍ଧ ମିଳିବ। ସେମାନେ ତଥାପି ବି ପୁନର୍ଜନ୍ମ ଏଇଠାରେ ହିଁ ନେଉଛନ୍ତି। ତୁମକୁ ତ ଫୁଲର ଦୁନିଆରେ ପୁନର୍ଜନ୍ମ ନେବାକୁ ପଡ଼ିବ। ଦେବତାମାନଙ୍କୁ ପବିତ୍ର କୁହାଯାଏ। ତୁମେ ଜାଣିଛ ଆମେ ହିଁ ଫୁଲ ଥିଲୁ, ପୁଣି କଣ୍ଟା ହୋଇଯାଇଛୁ, ପୁଣି ଫୁଲର ଦୁନିଆକୁ ଯିବୁ। ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତକାର ହେବ, ଯାହାକୁ ଖେଳକୁଦ ବୋଲି କୁହାଯାଏ। ମୀରା ଧ୍ୟାନସ୍ଥ ହୋଇ ଖେଳୁଥିଲେ। ତାଙ୍କର ଜ୍ଞାନ ନଥିଲା। ସିଏ କୌଣସି ବୈକୁଣ୍ଠକୁ ଯାଇନାହାନ୍ତି। ସିଏ ଏହିଠାରେ ହିଁ କେଉଁଠି ଥିବେ। ଯଦି ଏହି ବ୍ରାହ୍ମଣ କୁଳର ହୋଇଥିବେ ତେବେ ଏହିଠାରେ ଏହି ଜ୍ଞାନ ମାର୍ଗରେ ଥିବେ। ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ସହିତ ରାସ କରୁଥିଲେ ତେଣୁ ବୈକୁଣ୍ଠକୁ ଚାଲିଗଲେ। ଏମିତି ତ ବହୁତ ଭାଇ ଭଉଣୀ ଥିଲେ ଯେଉଁମାନେ ଶ୍ରୀକୃଷ୍ଣଙ୍କ ସହିତ ରାସ କରୁଥିଲେ। ଧ୍ୟାନରେ ଯାଇ ବୈକୁଣ୍ଠପୁରୀର ସାକ୍ଷାତକାର କରି ଆସୁଥିଲେ। କିନ୍ତୁ ଏହି ଜ୍ଞାନ ମାର୍ଗକୁ ଛାଡ଼ି ପୁଣି ବିକାରୀ ହୋଇଗଲେ। ସେମାନେ ଆଜି ନାହାନ୍ତି। ଗାୟନ ମଧ୍ୟ କରାଯାଏ ନା। ଚଢ଼ିଲେ ଚାଖିବ ବୈକୁଣ୍ଠ ରସ। ବାବା ଭୀତି ଅର୍ଥାତ୍ ପ୍ରତିଶ୍ରୁତି ଦେଉଛନ୍ତି, ଯଦି ଜ୍ଞାନ ଯୋଗ ଶିଖିବ ତେବେ ତୁମେମାନେ ବୈକୁଣ୍ଠର ମାଲିକ ହୋଇଯିବ। ଯଦି ବାବାଙ୍କୁ ଛାଡ଼ିଲ ତେବେ ଯାଇ ନର୍ଦ୍ଦମାରେ ପଡ଼ିଲ ଅର୍ଥାତ୍ ବିକାରୀ ହୋଇଗଲ। ଆଶ୍ଚର୍ଯ୍ୟବନ୍ତ ବାବାଙ୍କର ହୁଅନ୍ତି, ଶୁଣନ୍ତି, ଶୁଣାନ୍ତି, ପୁଣି ପଳାଇ ଯାଇଥାନ୍ତି। ଦେଖ ମାୟାର କେତେ ବଡ଼ ଆଘାତ ଲାଗିଯାଉଛି। ଏବେ ବାବାଙ୍କ ଶ୍ରୀମତ ଆଧାରରେ ତୁମେମାନେ ଦେବତା ହେବାକୁ ଯାଉଛ। ସେଥିପାଇଁ ଆତ୍ମା ଏବଂ ଶରୀର ଉଭୟ ଶ୍ରେଷ୍ଠ ହେବା ଦରକାର ନା। ଦେବତାମାନଙ୍କର ଜନ୍ମ ବିକାରରୁ ହୁଏ ନାହିଁ। ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ। ସେଠାରେ 5 ବିକାର ରହିବ ନାହିଁ। ଶିବ ବାବା ସ୍ୱର୍ଗର ସ୍ଥାପନା କରିଥିଲେ। ତାହା ତ ଏବେ ନର୍କ ହୋଇଯାଇଛି। ଏବେ ତୁମେମାନେ ପୁନର୍ବାର ସ୍ୱର୍ଗବାସୀ ହେବା ପାଇଁ ଆସିଛ। ତେବେ ଯେଉଁମାନେ ଭଲ ଭାବରେ ପାଠ ପଢ଼ୁଛନ୍ତି ସେହିମାନେ ହିଁ ସ୍ୱର୍ଗକୁ ଯିବେ। ତୁମେମାନେ ଏବେ ପୁନର୍ବାର ପାଠ ପଢ଼ୁଛ ଏବଂ କଳ୍ପ କଳ୍ପ ଏହିଭଳି ପଢ଼ୁଥିବ। ଏହି ଚକ୍ର ଏହିଭଳି ଘୁରୁଥିବ। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏଥିରୁ କେହି ମୁକ୍ତି ପାଇପାରିବେ ନାହିଁ। ଏବେ ଯାହା କିଛି ଦେଖୁଛ, ମଶା ଉଡ଼ିଗଲା, ତାହା ପୁଣି କଳ୍ପ ପରେ ମଧ୍ୟ ଉଡ଼ିବ। ଏହାକୁ ବୁଝିବାକୁ ବହୁତ ଭଲ ବୁଦ୍ଧି ଦରକାର। ସୁଟିଂ ହୋଇ ଚାଲିଛି। ଏହା ହେଉଛି କର୍ମକ୍ଷେତ୍ର। ଆତ୍ମା ଅଭିନୟ କରିବା ପାଇଁ ପରମଧାମରୁ ଏଠାକୁ ଆସୁଛି। ଏହି ପାଠପଢ଼ାରେ କେହି ତ ବହୁତ ହୁସିଆର ହୋଇଯାଉଛନ୍ତି, କେହି ବର୍ତ୍ତମାନ ପଢ଼ୁଛନ୍ତି, କେହି ପଢ଼ୁ ପଢ଼ୁ ପୁରୁଣାମାନଙ୍କ ଠାରୁ ମଧ୍ୟ ପ୍ରବୀଣ ହୋଇଯାଉଛନ୍ତି। ଜ୍ଞାନର ସାଗର ତ ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି। ବାବାଙ୍କର ହୋଇଗଲେ ଅର୍ଥାତ୍ ବିଶ୍ୱର ବର୍ଷା ତୁମର ହୋଇଗଲା। ତୁମର ଆତ୍ମା ଏବେ ପତିତ ହୋଇଯାଇଛି, ଯାହାକୁ ପାବନ ନିଶ୍ଚିତ କରିବାକୁ ହେବ। ଏଥିପାଇଁ ସହଜରୁ ସହଜ ଉପାୟ ହେଉଛି ବେହଦର ବାବାଙ୍କୁ ୟାଦ କଲେ ତୁମେ ଏହିପରି ହୋଇଯିବ। ତୁମ ସନ୍ତାନମାନଙ୍କର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିବା ଉଚିତ।
ବାକି ମୁକ୍ତିଧାମ ଏବଂ ଜୀବନ ମୁକ୍ତିଧାମ ରହିଛି। ଏହା ଛଡ଼ା ଏକେ ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ବି ମନେ ପକାଉ ନାହୁଁ। ସକାଳୁ ସକାଳୁ ଉଠି ଅଭ୍ୟାସ କରିବାକୁ ହେବ ଯେ ମୁଁ ଅଶରୀରୀ ହୋଇ ଆସିଥିଲି, ପୁଣି ଅଶରୀରୀ ହୋଇ ଯିବାକୁ ହେବ। ତେଣୁ କୌଣସି ବି ଦେହଧାରୀଙ୍କୁ ମୁଁ କାହିଁକି ମନେ ପକାଇବି? ସକାଳୁ ସକାଳୁ ଅମୃତ ବେଳାରେ ଉଠୁ ନିଜେ ନିଜ ସହିତ ଏହିପରି କଥାବାର୍ତ୍ତା ହେବା ଉଚିତ। ସକାଳକୁ ଅମୃତ ବେଳା କୁହାଯାଏ। ଜ୍ଞାନର ଅମୃତ ଜ୍ଞାନସାଗର ବାବାଙ୍କ ପାଖରେ ଅଛି। ସେହି ଜ୍ଞାନର ସାଗର ବାବା କହୁଛନ୍ତି, ସକାଳର ସମୟ ବହୁତ ଭଲ। ତେଣୁ ସକାଳୁ ସକାଳୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଅ। ବାବା, ଆପଣ 5000 ବର୍ଷ ପରେ ପୁଣି ମିଳିଛନ୍ତି। ଏବେ ବାବା କହୁଛନ୍ତି, ମୋତେ ମନେ ପକାଇଲେ ପାପ କଟିଯିବ। ତା ସହିତ ଶ୍ରୀମତରେ ତୁମମାନଙ୍କୁ ଚାଲିବାକୁ ହେବ। ଶତପ୍ରଧାନ ନିଶ୍ଚୟ ହେବାକୁ ପଡ଼ିବ। ବାବାଙ୍କୁ ମନେ ପକାଇବାର ଅଭ୍ୟାସ ହୋଇଗଲେ ଖୁସିରେ ବାବାଙ୍କ ସ୍ମୃତିରେ ବସି ରହିବେ। ଶରୀରର ଅଭିମାନ ତୁଟି ଚାଲିବ। ପୁଣି ଦେହର ଅଭିମାନ ରହିବ ନାହିଁ। ବହୁତ ଖୁସି ରହିବ। ତୁମେ ଖୁସିରେ ଥିଲ ଯେତେବେଳେ ପବିତ୍ର ଥିଲ। ଏବେ ତୁମମାନଙ୍କ ବୁଦ୍ଧିରେ ଏହିସବୁ ଜ୍ଞାନ ରହିବା ଉଚିତ। ପ୍ରଥମେ ଯେଉଁମାନେ ଆସୁଛନ୍ତି ସେମାନେ ନିଶ୍ଚିତ 84 ଜନ୍ମ ନେଉଥିବେ। ପୁଣି ଚନ୍ଦ୍ରବଂଶୀ କିଛି କମ୍, ଇସଲାମୀ ତାଙ୍କଠାରୁ କମ୍ ଜନ୍ମ ନେଉଥିବେ। କ୍ରମାନୁସାରେ ବୃକ୍ଷର ବୃଦ୍ଧି ହେଉଛି ନା? ମୁଖ୍ୟ ହେଉଛି ଡିଟି ଧର୍ମ ଅର୍ଥାତ୍ ଦୈବୀ ଧର୍ମ। ସେଥିରୁ 3ଟି ଧର୍ମ ବାହାରୁଛି। ପୁଣି ସେଥିରୁ ଶାଖା ପ୍ରଶାଖା ବାହାରୁଛି। ଏବେ ତୁମେମାନେ ଡ୍ରାମାକୁ ଜାଣିଯାଇଛ। ଏହି ଡ୍ରାମା ଉକୁଣି ସଦୃଶ ବହୁତ ଧୀରେ ଧୀରେ ଚାଲୁଛି। ସେକେଣ୍ଡ ଟିକ୍ ଟିକ୍ ହୋଇ ଚାଲୁଛି। ସେଥିପାଇଁ ଗାୟନ ଅଛି, ସେକେଣ୍ଡରେ ଜୀବନ ମୁକ୍ତି। ଏବେ ଆତ୍ମା ନିଜର ପିତାଙ୍କୁ ମନେ ପକାଉଛି, ବାବା, ଆମେ ଆପଣଙ୍କର ସନ୍ତାନ ଅଟୁ। ଆମକୁ ତ ସ୍ୱର୍ଗରେ ରହିବା ଦରକାର। ପୁଣି ନର୍କରେ କାହିଁକି ପଡ଼ିଛୁ? ବାବା ତ ସ୍ୱର୍ଗର ସ୍ଥାପନା କର୍ତ୍ତା। ପୁଣି ନର୍କରେ କାହିଁକି ପଡ଼ିଛୁ? ବାବା ବୁଝାଉଛନ୍ତି, ତୁମେ ସ୍ୱର୍ଗରେ ଥିଲ। ପୁଣି 84 ଜନ୍ମ ନେଇ ନେଇ ତୁମେ ସବୁ ଭୁଲି ଯାଇଛ। ଏବେ ପୁଣି ମୋର ମତରେ ଚାଲ। ଯୋଗ ବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ। କାହିଁକି ନା ଆତ୍ମାରେ ହିଁ ଖାଦ ପଡ଼ୁଛି। ଶରୀର ହେଉଛି ଆତ୍ମାର ଅଳଙ୍କାର। ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିଥାଏ। ତୁମେ ଜାଣିଛ ଆମେ ସ୍ୱର୍ଗରେ ଥିଲୁ। ଏବେ ପୁଣି ବାବା ଆସିଛନ୍ତି। ତେଣୁ ତାଙ୍କଠାରୁ ପୁରା ବର୍ଷା ନେବା ଦରକାର ନା? ସେଥିପାଇଁ 5 ବିକାରକୁ ଛାଡ଼ିବାକୁ ହେବ। ଦେହ ଅଭିମାନ ଛାଡ଼ିବାକୁ ପଡ଼ିବ ଏବଂ କାମଧନ୍ଦା କରି ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ। ଆତ୍ମା ନିଜର ପ୍ରେମିକଙ୍କୁ ଅଧା କଳ୍ପରେ ସ୍ମରଣ କରି ଆସିଛି। ଏବେ ସେହି ପ୍ରେମିକ ଆସିଛନ୍ତି। କହୁଛନ୍ତି, ତୁମେ କାମଚିତାରେ ବସି କଳା ହୋଇଯାଇଛ। ଏବେ ମୁଁ ସୁନ୍ଦର କରିବାକୁ ଆସିଛି। ସେଥିପାଇଁ ଏହି ଯୋଗ ଅଗ୍ନିର ଆବଶ୍ୟକତା ରହିଛି। ଜ୍ଞାନକୁ ଚିତା ବୋଲି କୁହାଯିବ ନାହିଁ, ଯୋଗକୁ ଚିତା କୁହାଯାଏ। ଯେଉଁ ଚିତା ଉପରେ ବସିଲେ ତୁମମାନଙ୍କର ବିକର୍ମ ବିନାଶ ହେବ। ଜ୍ଞାନକୁ ତ ନଲେଜ କୁହାଯାଉଛି। ବାବା ତୁମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ଉଚ୍ଚରୁ ଉଚ୍ଚ ହେଉଛନ୍ତି ବାବା, ତାପରେ ବ୍ରହ୍ମା ବିଷ୍ଣୁ ଶଙ୍କର, ତାପରେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଏବଂ ଅନ୍ୟ ଧର୍ମର ଶାଖା ସବୁ ରହିଛି। ବୃକ୍ଷ କେତେ ବଡ଼ ହୋଇଯାଇଛି। ଏବେ ଏହି ବୃକ୍ଷର ମୂଳଦୁଆ ନାହିଁ। ସେଥିପାଇଁ କଲିକତାର ବରଗଛର ଉଦାହରଣ ଦିଆଯାଇଥାଏ। ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି। ମନୁଷ୍ୟ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଇଛନ୍ତି। ଏବେ ତୁମେ ସନ୍ତାନମାନେ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ କର୍ମ କରୁଛ। ନିଜର ଦୃଷ୍ଟିକୁ ସିଭିଲ କରୁଛ। ତେଣୁ ତୁମମାନଙ୍କର ଏବେ ଭ୍ରଷ୍ଟ କର୍ମ କରିବା ଉଚିତ ନୁହେଁ। କାହା ପ୍ରତି କୌଣସି କୁଦୃଷ୍ଟି ନ ଯାଉ। ନିଜକୁ ଦେଖ, ମୁଁ ଲକ୍ଷ୍ମୀକୁ ବରଣ କରିବାର ଯୋଗ୍ୟ ହୋଇଛି। ମୁଁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରୁଛି।
ପ୍ରତିଦିନ ନିଜର ହିସାବ କିତାବ ଦେଖ। ସାରା ଦିନ ଭିତରେ ଦେହ ଅଭିମାନରେ ଆସି କୌଣସି ବିକର୍ମ କରିନାହିଁ ତ? ନଚେତ 100 ଗୁଣା ଦଣ୍ଡ ହୋଇଯିବ। ମାୟା ଚାଟ୍ ରଖିବାକୁ ଦିଏ ନାହିଁ। 2-4 ଦିନ ଚାଟ୍ ଲେଖି ପୁଣି ଛାଡ଼ି ଦେଉଛନ୍ତି। ବାବାଙ୍କର ଖିଆଲ ରହୁଛି ନା? ଦୟା ଆସୁଛି। କହୁଛନ୍ତି ପିଲାମାନେ, ମୋତେ ମନେ ପକାଇଲେ ତୁମମାନଙ୍କର ପାପ କଟିଯିବ। ଏଥିରେ ମେହନତ ରହିଛି। ନିଜର କ୍ଷତି ଯେପରି ନ ହୋଇଯାଉ। ଜ୍ଞାନ ତ ବହୁତ ସହଜ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ସକାଳୁ ସକାଳୁ ଅମୃତ ବେଳାରୁ ଉଠି ବାବାଙ୍କ ସହିତ ମିଠା ମିଠା କଥା ହେବା ଉଚିତ। ଅଶରୀରୀ ମଧ୍ୟ ହେବାର ଅଭ୍ୟାସ ମଧ୍ୟ କରିବାକୁ ହେବ। ଧ୍ୟାନ ରହୁ। ବାବାଙ୍କ ସ୍ମୃତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡ଼ୁ। 2 ନମ୍ବର। ନିଜର ଦୃଷ୍ଟିକୁ ବହୁତ ଶୁଦ୍ଧ ପବିତ୍ର କରିବାକୁ ହେବ। ଦୈବୀ ଫୁଲର ବଗିଚା ତିଆରି ହେଉଛି। ସେଥିପାଇଁ ଫୁଲ ହେବାର ପୁରା ପୁରୁଷାର୍ଥ କରିବାକୁ ହେବ। କଣ୍ଟା ଭଳି ହେବା ଉଚିତ ନୁହେଁ। ବରଦାନ। ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ କରୁଥିବା ସ୍ୱ ଅଭ୍ୟାସୀ ଭବ। ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ କରୁଥିବା ସ୍ୱ ଅଭ୍ୟାସୀ ଭବ। ଡିଟେଲ୍ସ। ସାରା ବିଶ୍ୱକୁ ଲାଇଟ୍ ଏବଂ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତି ଦେବା ପାଇଁ ଅମୃତ ବେଳାରେ ଯୋଗର ସ୍ୱ ଅଭ୍ୟାସ ଦ୍ୱାରା ଶକ୍ତିଶାଳୀ ବାୟୁମଣ୍ଡଳ ସୃଷ୍ଟି କର। ତେବେ ଯାଇ ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ ହେବ। ଶେଷ ସମୟରେ ମାନସିକ ସେବା ଦ୍ୱାରା ହିଁ ଦୃଷ୍ଟି ଦ୍ୱାରା ନିହାଲ ଅର୍ଥାତ୍ କଲ୍ୟାଣ କରିବାର, ନିଜର ମନର ବୃତ୍ତି ଦ୍ୱାରା ଆତ୍ମାମାନଙ୍କର ତମଗୁଣୀ ମନୋବୃତ୍ତିକୁ ପରିବର୍ତ୍ତନ କରିବାର ସେବା କରିବାକୁ ହେବ ତଥା ନିଜର ଶ୍ରେଷ୍ଠ ସ୍ମୃତି ଦ୍ୱାରା ସମସ୍ତଙ୍କୁ ସମର୍ଥ କରିବାକୁ ହେବ। ଯେତେବେଳେ ଏହିଭଳି ଲାଇଟ୍ ମାଇଟ୍ ଦେବାର ଅଭ୍ୟାସ ହୋଇଯିବ, ତେବେ ଯାଇ ନିର୍ବିଘ୍ନ ବାୟୁମଣ୍ଡଳର ନିର୍ମାଣ ହୋଇପାରିବ ଏବଂ ତୁମର ଏହି ବ୍ରାହ୍ମଣ ପରିବାର ରୂପୀ କିଲା ମଜବୁତ ହୋଇଯିବ। ସ୍ଲୋଗାନ। ବୁଦ୍ଧିମାନ ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ମନ ବାଣୀ କର୍ମରେ 3 ପ୍ରକାରର ସେବା ଏକାଠି କରିଥାନ୍ତି। ବୁଦ୍ଧିମାନ ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ମନ ବାଣୀ କର୍ମରେ 3 ପ୍ରକାରର ସେବା ଏକାଠି କରିଥାନ୍ତି। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଗୋଟିଏ ସେକେଣ୍ଡରେ ମୁକ୍ତି ଜୀବନ ମୁକ୍ତି ରୂପୀ ସମ୍ପତ୍ତି ପ୍ରାପ୍ତ କରିବାର ଯେଉଁ ଚ୍ୟାଲେଞ୍ଜ ତୁମେମାନେ କରୁଛ, ତାକୁ ବାସ୍ତବିକ ରୂପରେ କାର୍ଯ୍ୟରେ କରିବା ପାଇଁ ସ୍ୱ ପରିବର୍ତ୍ତନର ଗତି ସେକେଣ୍ଡ ପର୍ଯ୍ୟନ୍ତ ପହଞ୍ଚିଲାଣି ତ? କାରଣ ସ୍ୱ ପରିବର୍ତ୍ତନ ଦ୍ୱାରା ହିଁ ଅନ୍ୟମାନଙ୍କର ପରିବର୍ତ୍ତନ କରିବାକୁ ହେବ। ଅନୁଭବ କରାଅ ଯେ ବ୍ରହ୍ମା କୁମାର ଅର୍ଥାତ୍ ବୃତ୍ତି ଦୃଷ୍ଟି କୃତି ଏବଂ ବାଣୀର ପରିବର୍ତ୍ତନ। ଏହା ସହିତ ପବିତ୍ରତାର ବ୍ୟକ୍ତିତ୍ୱ ତଥା ଆତ୍ମିକ ରାଜକୀୟତାର ମଧ୍ୟ ଅନୁଭବ କରାଅ। ଆସିବା ମାତ୍ରକେ ବା ତୁମ ସହିତ ମିଶିବା ମାତ୍ରକେ ତୁମମାନଙ୍କର ଏହିଭଳି ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହୁଅନ୍ତୁ। ଓମ୍ ଶାନ୍ତି।